ମା ମା ଆମେ ପଢୁଥିଲେ ସହିଷ୍ଣୁତା ପ୍ରଶଂସା ପାଇବାକୁ ପ୍ରାଣୀଙ୍କର ଇଚ୍ଛା ଯଥାର୍ଥରେ ଦୀକ୍ଷିତ ପ୍ରାଣୀଙ୍କର ନାନା ଲକ୍ଷଣ। ଆମେ ପ୍ରଥମେ ଆଲୋଚନା କରିଥିଲେ ସହିଷ୍ଣୁତା ଆଉ ସହ୍ୟ କରିବାର ଶକ୍ତି ପ୍ରାଣର ଗୁଣ ପ୍ରାଣିକ ଯୋଉ ପରିପ୍ରକାଶର ଲକ୍ଷଣ। ଆଜି ପାର୍ଟ 3 ମା ଲେଖୁଛନ୍ତି ତା ଭିତରେ କେତେ ଗୁଡିଏ କଥା ସେ କହି ଯାଇଛନ୍ତି। ଗତ ଥରରେ ଆମେ ପୁରା ପଏଣ୍ଟ ୱାଇଜ ଆଲୋଚନା କରିଛନ୍ତି, ତେଣୁ ମୁଁ ସେଟାକୁ ଆଉ ରିପିଟ କରୁନି। କେବଳ ଏତିକିରେ ଆରମ୍ଭ କରିବା ଯେ ଜଣେ କୋଉଟାକୁ ଗୁରୁତ୍ୱପୂର୍ଣ୍ଣ ବା କୋଉଟାକୁ ମହତ୍ୱପୂର୍ଣ୍ଣ ଭାବିବ, ଯାହେଲେ ସେ ତା ପ୍ରାଣିକ ସତ୍ତା ପାଖରେ ସେଇଟାକୁ ଗୋଟେ ମାପଦଣ୍ଡ ମାପକାଠି ବା ଗୋଟେ ଆଇଡିଅଲ ହିସାବରେ ରଖିପାରିବ। ମା ଲେଖୁଛନ୍ତି ଯାହା ପରମ ସତ୍ୟର ମତ ତାହା ହିଁ ହେଉଛି ପ୍ରକୃତ ମହତ୍ୱପୂର୍ଣ୍ଣ, ତାହାରି ପ୍ରକୃତ ମୂଲ୍ୟ ରହିଛି। ଯଦି ଏପରି କେହି ବ୍ୟକ୍ତି ଥାନ୍ତି ଯାହାଙ୍କର କି ଦିବ୍ୟ ପରମ ସତ୍ୟ ସହିତ ସମ୍ପର୍କ ରହିଛି ଓ ସିଏ ତାକୁ ଅଭିବ୍ୟକ୍ତ ବି କରିପାରୁଛନ୍ତି, ତେବେ ସିଏ ଯେଉଁ ମତାମତ ଦେଉଥିବେ ସେଗୁଡିକୁ ଆଉ ଆମେ କେବଳ ପ୍ରଶଂସା କିମ୍ବା ସମାଲୋଚନା ବୋଲି ଆଦୌ ବିଚାର କରିପାରିବା ନାହିଁ। ଯେହେତୁ ପ୍ରାଣ ପ୍ରଶଂସା ଆଶା କରେ ଏବଂ ସମାଲୋଚନା କିଏ କଲେ ସେ ମନ ଦୁଃଖ କରେ ବା ନିରାଶ ହୁଏ ବା ହତାଶକୁ ଯାଏ, ତେବେ କାହାର ମତକୁ ସେ ଗ୍ରହଣ କରିବ, କୋଉ ମତକୁ ସେ ଗ୍ରହଣ କରିବ, କୋଉଟାକୁ ସେ କହିବ ଯେ ନାଇଁ ହଁ ଏଇଟା ଠିକ ଅଛି, ସେଇଟା ପାଇଁ ମା ଆମକୁ କହୁଛନ୍ତି କଣ ନା ଯୋଉଟା ପରମ ସତ୍ୟଙ୍କର ମତ ବା ପରମଙ୍କର ମତ ସେଇଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ତାହେଲେ ଆମେ କେମିତି ଜାଣିବା କୋଉଟା ପରମ ସତ୍ୟଙ୍କର ମତ ବୋଲି? ତେଣୁ ସେ ମା କହୁଛନ୍ତି ଯଦି ଏମିତି କେହି ବ୍ୟକ୍ତି ଥିବେ ଯାହାଙ୍କର ପରମ ସତ୍ୟଙ୍କ ସହିତ ସମ୍ପର୍କ ଥିବ ଏବଂ ସିଏ ତାକୁ ପରିପ୍ରକାଶ କରିପାରୁଥିବେ, ତାହେଲେ ସିଏ ଯାହାଟା କହିବେ ସେଇଟାକୁ ତମେ ଗ୍ରହଣ କରିବ, ତାକୁ ପ୍ରଶଂସା ବା ସମାଲୋଚନା ବିଚାର କରାଯିବ ନାହିଁ। ଦିବ୍ୟ ପରମ ସତ୍ତା ତୁମ ବିଷୟରେ ପ୍ରକୃତରେ କଣ ଭାବୁଛନ୍ତି? ତୁମର ଯାବତୀୟ ଗୁଣକୁ ସେ କିପରି କଣ ମୂଲ୍ୟ ଦେଇ ଦେଖୁଛନ୍ତି? ତୁମର ଯାବତୀୟ ଉଦ୍ୟମକୁ ସେ ପ୍ରକୃତରେ କିପରି ବିଚାର କରୁଛନ୍ତି? ଆମେ ତାହାକୁ ସେଇ ଦୃଷ୍ଟିରୁ ବିଚାର କରିବା। ପରମ ସତ୍ୟର ବଚନ ବ୍ୟତୀତ ତୁମେ ଆଉ କୌଣସି କଥାକୁ ହିଁ ସମ୍ମାନ ଦେଖାଇବ ନାହିଁ। ଏହା ହିଁ ତୁମର ଅଭିଳାଷ ହୋଇ ରହିଥିବା ଉଚିତ। ଏବଂ ଏହିପରି ଭାବରେ ଆପଣାର ବିବେକ ମାନଟିକୁ ଉତ୍ତୋଳିତ କରି ରଖିପାରିବା ଲାଗି ତୁମକୁ ଅଗ୍ନିକୁ ଅର୍ଥାତ୍ ଆତ୍ମା ମଧ୍ୟରେ ଜଳୁଥିବା ସେଇ ରୂପାନ୍ତରକାମୀ ଶିଖାକୁ ସର୍ବଦା ପ୍ରଜ୍ୱଳିତ କରି ରଖିବାକୁ ହେବ। ଆମେ ଅନେକ ପ୍ରକାରର ବ୍ୟକ୍ତି ଦେଖିଥିବା ଏବଂ ବ୍ୟକ୍ତି ମାନଙ୍କ ଭିତରେ ବା ମନୁଷ୍ୟ ମାନଙ୍କ ଭିତରେ ପ୍ରାଣିକ ଯୋଉ ଶକ୍ତିଟି ରହିଛି ସିଏ ଯୋଉଭଳି ଭାବରେ ପରିପ୍ରକାଶ ହୁଏ, ସବୁବେଳେ କିଛି ନା କିଛି ଟିକେ ପ୍ରଶଂସା ଚାହେଁ, କାହାର ମତାମତ ଚାହେଁ, କେହି ତାକୁ କୁହନ୍ତୁ ବହୁତ ଭଲ, ତମେ ଯାହା କରିଛ ଠିକ କରିଛ, ଏଇ ପ୍ରକାର ସେ ଆଶା କରେ। ଏବଂ ସେତେବେଳେ ବି ଆଉ ଗୋଟେ କଥା ଦେଖିବେ ଯେ ଅନେକ ସମୟରେ ଜଣେ ଜଣେ ଆଶା କରନ୍ତି ତାଙ୍କର ଧରାଯାଉ ଜଣେ ଉପରିସ୍ଥ ଅ ଅଫିସର ତାଙ୍କୁ ପ୍ରଶଂସା କରନ୍ତୁ, କାହିଁକି ନା ସେ ପ୍ରଶଂସା କଲେ ତାଙ୍କର ପ୍ରମୋସନ ହବ। ଚାକିରି କରିଛନ୍ତି ବା କୋଉ ଜାଗାରେ ଗୋଟେ କାମ କରୁଛନ୍ତି, ତେଣୁ ସିଏ ତାଙ୍କର ଯିଏ ବସ୍ ତାଙ୍କୁ ତାଙ୍କ ପାଖରୁ ପ୍ରଶଂସା ପାଇବା ପାଇଁ ବା ତାଙ୍କୁ ଖୁସି କରିବା ପାଇଁ ସେ ଚେଷ୍ଟା କରନ୍ତି। ସେଇଟା ବି ହଉଛି ଏଇ ପ୍ରାଣର ଅ ପରିପ୍ରକାଶ। ଏଠି କହୁଛନ୍ତି ଯେ ବର୍ତ୍ତମାନ ତୁମେ ଆମ ଭିତରେ ପ୍ରାଣର ଯୋଉ ଗୁଣଟି ରହିଛି ଆମର ବସ୍ କୁ ବା ମୋର ଆମ ସମସ୍ତଙ୍କର ଯାହାକୁ ଆମେ ଆଇଡିଅଲ ଭାବୁଛୁ ସିଏ ଥରେ ଦେଖି ଦିଅନ୍ତୁ, ସିଏ ଥରେ ହଁ ବୋଲି କହିଦିଅନ୍ତୁ, ସେତେବେଳେ ଆମେ ଭାବୁଛେ ହଁ ହେଇଗଲା ଆମେ ପାଇଗଲୁ। ଯେମିତି ଧରାଯାଉ ଆମେ ଗୋଟେ କମ୍ପିଟିସନରେ ଭାଗ ନେଇଛନ୍ତି, ଆମେ କହୁଛୁ ଯଦି ଆମେ ପୋଜିସନ କିଛି ପାଇଗଲୁ ତାହେଲେ ସେଠି ଆମର ଭାଗ ନବାର ସାର୍ଥକ ହେଇଗଲା ଆମର ପାର୍ଟିସିପେସନ ଟା।
ତେଣୁ ଇଏ ପ୍ରାଣର ଗୋଟିଏ ଗୁଣ। ତେବେ ସେଇ ଗୁଣଟିକୁ ଆମେ ବ୍ୟବହାର କରିବା କଣ ନା ପରମ ବା ଭଗବାନ ବା ପରମ ଆମେ ଯୋଉ କହୁଛୁ ସଚ୍ଚିଦାନନ୍ଦ ପରମ ପ୍ରଭୁ, ସିଏ କୋଉ ପ୍ରକାରର ମୂଲ୍ୟ ଦଉଛନ୍ତି। ସେଥିପାଇଁ ଆମେ ଏକ୍ସାମ୍ପଲ ଅନେକ ଭିତରେ ଦେଖିବେ, ଯଦି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ତୁଳସୀ ପଡିନାହିଁ, ତାହେଲେ ସେଟା ହଉଛି ସାମାନ୍ୟ ଭାତ ବା ସାମାନ୍ୟ ଅନ୍ନ। କିନ୍ତୁ ଯେତେବେଳେ ସେଥିରେ ପ୍ରଭୁଙ୍କର ତୁଳସୀ ପଡିଗଲା, ସେଇଟା ହେଇଗଲା ମହାପ୍ରସାଦ। ସେଇଟା ହେଇଗଲା ମାନେ ଯେହେତୁ ପରମଙ୍କର ଯୋଉ ସ୍ପର୍ଶ ପଡିଲା, ତାମାନେ ପରମଙ୍କର ବା ପରମ ସତ୍ତାଙ୍କର ତାଙ୍କର ଯୋଉ ସତ୍ୟ, ସେ ସତ୍ୟଟି ଏଇ ଯୋଉ ଜିନିଷରେ ତାଙ୍କର ସ୍ପର୍ଶ ମିଳିଲା, ତା ଭିତରେ ବା ତାର ଆମେ କହିପାରିବା ଅନ୍ତରତମ ଚେତନାର ଯୋଉ କୋଣ ଅନୁକୋଣରେ ପରମଙ୍କର ଯୋଉ ପରମ ଚେତନା ପ୍ରବେଶ କରିଗଲା। ତେଣୁ ସିଏ ହେଇଗଲା ମହତ୍ଵପୂର୍ଣ୍ଣ। ତେଣୁ ପ୍ରାଣ ସେଇଆକୁ ସେ ଗୁରୁତ୍ୱ ଦଉ ଯେ କଣ, ଯେ ଭଗବାନ ମତେ କୋଉ ଦୃଷ୍ଟିରେ ଦେଖୁଛନ୍ତି, କଣ ମୂଲ୍ୟ ଦଉଛନ୍ତି, ମୋର ଉଦ୍ୟମ ଟାକୁ ସେ କୋଉ ଭଳି ଭାବରେ ବିଚାର କରୁଛନ୍ତି, ସେଇ ଦୃଷ୍ଟିରେ ସେ ବିଚାର କରିବେ। ତାହେଲେ ସେଥିପାଇଁ କଣ ବାଟ, କଣ ବାଟ? ସେଥିପାଇଁ ବାଟ କହିଲେ କଣ, ଆମ ଆତ୍ମା ମଧ୍ୟରେ ଜଳୁଥିବା ସେ ରୂପାନ୍ତରକାମୀ ଶିଖାକୁ ସର୍ବଦା ପ୍ରଜ୍ୱଳିତ କରି ରଖିବାକୁ ହବ। ଯିଏ ରୂପାନ୍ତର ଅବଶ୍ୟମ୍ଭାବୀ, ସେ କଥା ଆମେ ଜାଣିକି ମଧ୍ୟ ରୂପାନ୍ତର ହବା ପାଇଁ ଆମ ଭିତରେ ଏକ ଦୃଢ ପ୍ରତିଜ୍ଞା ବା ଦୃଢ ସଂକଳ୍ପ, ଏଇଟାକୁ ଆମକୁ ସଦାସର୍ବଦା ରଖିବାକୁ ପଡିବ। ସେଇ ଦୃଢ ସଂକଳ୍ପ, ସେଇଟାକୁ ଆମେ ରୂପାନ୍ତରକାମୀ ଶିକ୍ଷା କଥା ମା କହୁଛନ୍ତି। ସେ ରୂପାନ୍ତରିକାମୀ ଶିକ୍ଷାକୁ ପ୍ରଜ୍ୱଳିତ କରି ରଖିବାକୁ ହେବ। ମା କହୁଛନ୍ତି ଏଇ କଥାଟି ପ୍ରକୃତରେ ଉଲ୍ଲେଖ୍ୟ ଯୋଗ୍ୟ ଯେ ଯେତେବେଳେ ସେଇ ଅଗ୍ନି ପ୍ରଜ୍ୱଳିତ ହୋଇ ଉଠେ, ତୁମେ ତତ୍କ୍ଷଣାତ୍ ଆଗରୁ ତୁମକୁ ଯାହା ଏତେ ବେଶୀ ଗୌରବର ବୋଧ ଆଣି ଦଉଥିଲା, ସେଇ ଯାବତୀୟ ଶସ୍ତା ପ୍ରଶଂସାକୁ ତୁମେ ହେୟ ଜ୍ଞାନ କରିବାକୁ ଆରମ୍ଭ କରିବ। ମା ଏଠି ଲକ୍ଷଣ ମାନ କହୁଛନ୍ତି, ଯଦି ମୋ ଭିତରେ ରୂପାନ୍ତରକାମୀ ଶିଖା ଅଗ୍ନିଟି ପ୍ରଜ୍ୱଳିତ ହେଇଛି, ତେବେ ମୋର କଣ କଣ ଲକ୍ଷଣ ଦେଖାଯିବ। କଣ ଲକ୍ଷଣ ଦେଖାଯିବ ନା, ଆଗରୁ ଯୋଉ କଥା, ଯୋଉ ଘଟଣା ମତେ ଗୌରବର ବୋଧ ଆଣି ଦଉଥିଲା, ବାଃ, ଏଇ ଯୋଉ ମୋ ଭିତରେ ଯୋଉ ଗୌରବର ବୋଧ ଆଣି ଦଉଥିଲା, ସେଇ ଯୋଉ ଶସ୍ତା ପ୍ରଶଂସା, ମା ଲେଖୁଛନ୍ତି ସେହି ଯାବତୀୟ ସଂସ୍ଥା ପ୍ରଶଂସାକୁ ତୁମେ ହେୟ ଜ୍ଞାନ କରିବାକୁ ଆରମ୍ଭ କରିବ। ତାକୁ ମାନେ ଆଶା କରିବା ତ ମାନେ କରିବ ନାହିଁ, ତାକୁ ହେୟ ଜ୍ଞାନ ବି ମନେ କରିବ। ଆମେ କାଲି କଥା ହଉଥିଲେ, ଯେ ଯୋଉ କଳା ପ୍ରଦର୍ଶନୀରେ ସେ ରାଷ୍ଟ୍ରପତିଙ୍କର ଯୋଉ ପ୍ରଶଂସା, ସମସ୍ତେ ଚିତ୍ରକର ମାନେ ଜାଣୁଛନ୍ତି ଯେ ସେ ପ୍ରଶଂସା ଯାହା କରୁଛନ୍ତି, ସେ କାହିଁକି ନା ତାଙ୍କର ଚିତ୍ର ଜ୍ଞାନ ଆଦୌ ନାହିଁ, ଯାହା ଇଚ୍ଛା ତାହା କହୁଛନ୍ତି। କିନ୍ତୁ ସେଇ ଚିତ୍ରକର ମାନେ ରାଷ୍ଟ୍ରପତିଙ୍କର ସେଇ ଯୋଉ ତାଙ୍କ ଚିତ୍ରକୁ ବା ଚିତ୍ର ପ୍ରତି ଯୋଉ ମନ୍ତବ୍ୟ ପ୍ରଦାନ କରିଛନ୍ତି, ଯୋଉଟା କି ସେ ଜାଣୁଛନ୍ତି ଏଇଟା ଅଯୋଗ୍ୟତାର କେବଳ ଏକ ପ୍ରଳାପ, କିନ୍ତୁ ସେଇଟାକୁ ସିଏ ତାଙ୍କର କ୍ରେଡିଟ ପଏଣ୍ଟ ବୋଲି ଦେଖେଇବାକୁ ପ୍ରସ୍ତୁତ ହଉଛନ୍ତି ଏବଂ ଦେଖେଇବାକୁ ଛାଡୁନାହାନ୍ତି। ସେ ସେଇଟାକୁ ନେଇକି ତାଙ୍କର କ୍ରେଡିଟ ପଏଣ୍ଟ ଟାକୁ ବଢଉଛନ୍ତି। ତେଣୁ ସେଇଟା ହଉଛି ଶସ୍ତା ପ୍ରଶଂସା। ଏଇ ଶସ୍ତା ପ୍ରଶଂସାକୁ ତୁମେ ହେୟ ଜ୍ଞାନ କରିବାକୁ ଆରମ୍ଭ କରିବ। ଦ୍ୱିତୀୟ ଲକ୍ଷଣ କହୁଛନ୍ତି, ପ୍ରଶଂସା ପ୍ରତି ରହିଥିବା ତୁମର ପ୍ରୀତିକୁ, ପ୍ରଶଂସା ପ୍ରତି ରହିଥିବା ତୁମର ପ୍ରୀତିକୁ ଯେ ତୁମ ଅରୂପାନ୍ତରିତ ପ୍ରକୃତିର ଏକ ନିମ୍ନ ସ୍ତରୀୟ ଗତି ସଞ୍ଚାର ବୋଲି କହିବାକୁ ହେବ। ତାମାନେ ଆମ ଭିତରେ ଏକ ବୋଧ ଆସିବ, ଆମେ ନିଜକୁ ନିଜେ ବି କହିବା, ଯୋଉ ଅନ୍ୟମାନେ ମତେ ପ୍ରଶଂସା କରନ୍ତୁ ବୋଲି ମୋ ଭିତରେ ଯୋଉ ଆକାଂକ୍ଷାଟି ରହିଛି, ସେଇଟା ହଉଛି ନିମ୍ନ ସ୍ତରର ଏକ ଗତି ସଞ୍ଚାର। ଏଇ କଥାଟି ମୁଁ ନିଜକୁ ନିଜେ କହିବାକୁ ଆରମ୍ଭ କରିବି, ବାହାରେ ଆଉ କାହାକୁ କହିବା ଦରକାର ନାହିଁ। ଆଉ ଯାହାକୁ କହିବାକୁ ବାହାରେ ଯଦି ଆମେ କହିବାକୁ ଚେଷ୍ଟା କରୁଛୁ, ତାମାନେ ଆକ୍ଚୁଆଲି ସେଠି ପ୍ରାଣ ନିଜର କ୍ରେଡିଟ ଖୋଜିକି କହେ। କାହିଁକିନା ସବୁବେଳେ ପ୍ରାଣର ତ ଗୋଟେ ଇଚ୍ଛା ରହିଛି ପ୍ରଶଂସା ପାଇବା ପାଇଁ।
ତେଣୁ ଏଠି ଯଦି ତା ଭିତରେ ରୂପାନ୍ତରକାମୀ ଶିକ୍ଷା ପ୍ରଜ୍ୱଳିତ ହେଇଛି, ତେବେ ତାଙ୍କ ଭିତରେ ଏଇ ଭାବଟି ନିଶ୍ଚୟ ଆସିବ। କଣ? ଅନ୍ୟମାନଙ୍କର ପ୍ରଶଂସା ପାଇବା ପାଇଁ ଯେତେବେଳେ ଯଦି କିଛି ଭାବ ଆସେ ବା ଅନ୍ୟମାନେ କହନ୍ତି ଯେ ପ୍ରଶଂସା ପାଇବା ଦରକାର ବା ଇତ୍ୟାଦି ଇତ୍ୟାଦି, ତାକୁ ସେ ନିମ୍ନ ସ୍ତରୀୟ ଗତି ସଞ୍ଚାର ବା ନିମ୍ନ ପ୍ରାଣର ବା ଏଟା ଲୋୟର କାଟାଗୋରୀର ବୋଲି ସେ ନିଜକୁ ନିଜ କହିବାକୁ ଆରମ୍ଭ କରିବ। ତାପରେ କହୁଛନ୍ତି ଖାଲି କହିବ ନାହିଁ, ତୁମେ ସେ କଥାଟିକୁ ମଧ୍ୟ ବୁଝିବାକୁ ଲାଗିବ। ତିନିରେ, ତୁମର ସମ୍ମୁଖରେ ସମ୍ଭାବ୍ୟ ଉନ୍ନତି ସାଧନର କେତେ କେତେ ବ୍ୟାପକ କ୍ଷେତ୍ର ଯେ ପ୍ରସାରିତ ହୋଇ ରହିଛି, ଏଇ ଅଗ୍ନି ତୁମକୁ ସେ କଥାଟିକୁ ଦେଖିପାରିବା ଲାଗି ତୁମର ଆଖି ଖୋଲିଦବ। ତା ମାନେ ଆମ ଭିତରେ ଗୋଟେ ଯୋଉ ଉନ୍ନତି ସାଧନ ପାଇଁ ଆମେ ଯୋଉ ବେଳେ ବେଳେ ଆମ ଭିତରେ ଆସେ ଯେ ନାଇଁ ମୁଁ ଯାହା ଜାଣିଛି ଠିକ ଜାଣିଛି, ମୁଁ ଅଧିକ ଜାଣିଛି, ମୋର ଏତେ ବର୍ଷର ଅଭିଜ୍ଞତା ହେଇଗଲାଣି, ହଁ ଇଏ ଠିକ, ଏତିକି ଯୋଉ ଆସେ ଏଇଟା ନୁହଁ। ସେ ମା କହୁଛନ୍ତି ଯେତେବେଳେ ସେଇ ରୂପାନ୍ତରକାମୀ ଶିକ୍ଷା ପ୍ରଜ୍ୱଳିତ ହବ, ତେବେ ତୁମ ପାଖରେ ବ୍ୟାପକ କ୍ଷେତ୍ର ପ୍ରସାରିତ ହେଇଯିବ। ତାମାନେ ମତେ ଦେଖାଯିବ ଯେ ନାଇଁ ନାଇଁ ମତେ ଆହୁରି ଏ ବାଟରେ ଏତେ ଆହୁରି ଅଗ୍ରଗତି କରିବାର ଅଛି। ସମ୍ଭାବ୍ୟ ଉନ୍ନତି ସାଧନରେ ବ୍ୟାପକ କ୍ଷେତ୍ର ଆମ ପାଖରେ ପ୍ରସାରିତ ରହିଯିବ। ତୁମର ଆଖିଟି ଖୋଲିଦବ, ତାମାନେ ଆମକୁ ଦେଖାଯିବ ଆରେ ନାଇଁ ନାଇଁ ଆରେ ମୋର ଆହୁରି ଏତେ ଅଗ୍ରଗତି କରିବାର ଅଛି। ହଁ ଏ ଦିଗରେ ଅଗ୍ରଗତି କରିବାର ଅଛି, ଏ ଦିଗରେ ଅଗ୍ରଗତି କରିବାର ଅଛି, ଏ ଦିଗରେ ଅଗ୍ରଗତି କରିବାର ଅଛି। ତୁମର ଆଖି ଖୋଲିଦବ। ଚାରିରେ କହୁଛନ୍ତି ତୁମକୁ ତୁମର ବର୍ତ୍ତମାନ ଅଯଥେଷ୍ଟତା ସମ୍ବନ୍ଧରେ ନିବିଡ଼ ଭାବରେ ସଚେତନ କରାଇଦେବ। ତାମାନେ ବର୍ତ୍ତମାନ ଆମେ ଯୋଉ ସାମର୍ଥ୍ୟରେ ଯୁକ୍ତ ହେଇକି ରହିଛୁ, ଯୋଉଟାକୁ ଆମେ ଭାବୁଛୁ ଯେ ମୁଝସେ ବଡା କୋଇ ନାହିଁ, ସେଇ ତାର ଅଯଥେଷ୍ଟତା ସେ ସମ୍ବନ୍ଧରେ ଆମେ ସଚେତନ ସେ କରେଇ ଦଉ ଯେ ପ୍ରକୃତରେ ତାହା ଯଥେଷ୍ଟ ନୁହଁ। ଆମେ ସତରେ ଦେଖିବାକୁ ଗଲେ କେତେ ଏତେ ମାନେ ସମୁଦ୍ରର ଗୋଟିଏ ବାଲିର କେତେ ଭାଗରୁ ଭାଗ ହଉଛି ଆମର ସାମର୍ଥ୍ୟ। କାହିଁକି ନା ପରମଙ୍କ ତୁଳନାରେ ଆମର ସାମର୍ଥ୍ୟ କୋଉଠି? ଆମ ଭିତରେ ସେ ପରମଙ୍କର ସତ୍ତାଙ୍କର ସମସ୍ତ ସମ୍ଭାବନା ରହିଛି, କିନ୍ତୁ ଆମେ କେତିକି ପରିପ୍ରକାଶ କରିଛୁ। ମାନେ ସମଗ୍ର ଯୋଉ ଯଦି ସମୁଦ୍ରରେ ବାଲି ଯେତେ ରହିଛି, ସମଗ୍ର ସବୁ ଯାକ ବାଲି ଯଦି ହୁଏ ପରମଙ୍କର ଜ୍ଞାନ, ପରମଙ୍କର ଶକ୍ତି ସାମର୍ଥ୍ୟ, ତେବେ ଆମର ସାମର୍ଥ୍ୟ ହଉଛି କେତେ ନା ଗୋଟିଏ ବାଲିକଣାକୁ କେତେ ହଜାର ଭାଗ କଲେ ଯୋଉ ଭାଗେ ବାହାରିବ, ସେତିକି ହଉଛି ଆମର ସାମର୍ଥ୍ୟ। ଏଇଟା ନିରାଶ କରିବା ପାଇଁ, ହତାଶ କରିବା ପାଇଁ କହୁନାହିଁ, ଏଇଟା ଏଇଥିପାଇଁ କହୁଛି ତାମାନେ ଆମକୁ ସେ ସଚେତନ କରାଇଦବ ଯେ ଯେତିକି ମୁଁ ପ୍ରାପ୍ତ କରିଛି, ଯୋଉ ସାମର୍ଥ୍ୟକୁ ନେଇକିରି ଆଗରୁ ବୃଥା ଆସ୍ଫାଳନ କରୁଥିଲି, ସେଇଟା ପ୍ରକୃତରେ ଅଳପ, ବହୁତ କମ, ଆହୁରି ବହୁତ ବାକି ଅଛି। ଇଏ 4 ନମ୍ବର ଗଲା। 5 ନମ୍ବରରେ କହୁଛନ୍ତି ଅନ୍ୟ ମାନଙ୍କ ଠାରୁ ଗୁଣଗାନ ଶୁଣିଲେ ତୁମକୁ ବିରକ୍ତ ଲାଗିବ। ଲେକିନ ଏତେ ବେଶୀ ବିରକ୍ତ ଲାଗିବ ଯେ ଏକଦା ତୁମେ ଯୋଉମାନଙ୍କୁ ହୁଏତ ଆପଣାର ବନ୍ଧୁ ବୋଲି ବିଚାର କରୁଥିଲ, ବର୍ତ୍ତମାନ ସେମାନଙ୍କ ପ୍ରତି ତୁମର ଏକ ତିକ୍ତ ଭାବ ଅନୁଭବ କରିବ। ଦେଖନ୍ତୁ କଣ କହିଲେ? ତାମାନେ ଆଗରୁ ଯୋଉମାନେ ମତେ ବୃଥା ପ୍ରଶଂସା କରୁଥିଲେ, ମୁଁ ତାଙ୍କୁ ମିତ୍ର କରି ରଖିଥିଲି। ମୁଁ କହୁଥିଲି ହଁ ଏଇ ଲୋକଟା ମତେ କେବଳ ବୁଝିପାରୁଛି, ଆଉ କେହି ବୁଝିପାରୁନାହାନ୍ତି। ଯେତେବେଳେ ଧୃତ ରାଷ୍ଟ୍ରଙ୍କୁ ଶକୁନି ଯୋଉ ମନ୍ତ୍ରଣା ଦଉଥିଲା, କାହାକୁ? ଦୁର୍ଯ୍ୟୋଧନକୁ। ଦୁର୍ଯ୍ୟୋଧନ ଯାଇକି ଧୃତରାଷ୍ଟ୍ରଙ୍କ ଆଗରେ କହୁଥିଲେ, ସେତେବେଳେ କହୁଥିଲେ ଏଇ ଶକୁନି ହିଁ ବ୍ୟକ୍ତି ଜଣେ ଯିଏ ମୋ କଥା ବୁଝୁଛି। ମୁଁ ଯୋଉ ଆଶା ରଖିଛି, ଆକାଂକ୍ଷା ରଖିଛି ଯେ ମୋ ପୁଅ ଗାଦି ପାଇବ, କ୍ଷମତା ପାଇବ, ଏଇ ଗୋଟାଏ ଲୋକ କେବଳ ମୋ ସପକ୍ଷରେ ଅଛି ଏବଂ ମତେ ଠିକ ବୁଝିଛି। ସେତେବେଳେ ତାକୁ ବିଦୁର ବିରକ୍ତ ଲାଗୁଥିଲେ। ଏଠି କଣ ହବ? ଜଣେ ଯେତେବେଳେ ସେଇ ରୂପାନ୍ତରକାମୀ ଅଗ୍ନି ଶିଖା ତାଙ୍କ ଭିତରେ ପ୍ରଜ୍ୱଳିତ ହେଇ ଉଠିବ, ତାହେଲେ ସେ ଠିକ ଭାବରେ ଜାଣିପାରିବେ ଆଗରୁ ଯିଏ ଭାରି ଗୁଣଗାନ କରିକିରି ମୋର ବନ୍ଧୁ ହେଇଥିଲେ, ସେମାନଙ୍କୁ ସିଏ ତାଙ୍କ ପ୍ରତି ଏକ ତିକ୍ତ ଭାବ ସେ ଅନୁଭବ କରିବ। ସେ ଜାଣିପାରିବ ଆରେ ହେଇ ଏଗୁଡାକ ହଉଛନ୍ତି ତୋଷାମଦିଆ ଗୁଡାକ। 6ରେ କହୁଛନ୍ତି ଆଉ କଣ ହବ ନା ଅପର ପକ୍ଷରେ ଯାବତୀୟ ସମାଲୋଚନା ପରମ ସତ୍ୟ ଲାଗି ତୁମର ଯୋଉ ଗର୍ବ ଶୂନ୍ୟ ଅଭିପ୍ସା ରହିଛି,
ତାହାରି ଲାଗି ହିଁ ଏକ ସ୍ୱାଗତ ଯୋଗ୍ୟ ଇନ୍ଧନ ଯୋଗାଇ ଦେଇ ଯାଉଥିବ। ମାନେ କଣ ହବ, ଯାହାର ସମାଲୋଚନା ଯେତେବେଳେ ମତେ କରି ଯୋଉ ଆସିବ ମୋ ପାଇଁ, ସେଇଟା ମୋ ପାଇଁ କଣ ହବ ନା ସ୍ୱାଗତ ଯୋଗ୍ୟ ଇନ୍ଧନ। ମାନେ ମତେ ସିଏ କାଟାଲିଷ୍ଟ ଭଳିଆ କାମ କରିଛି। ମତେ ସିଏ କଣ କରୁଛି, ପରମ ସତ୍ୟଙ୍କ ଆଡକୁ ଯିବା ପାଇଁ ମତେ ସିଏ ସହଯୋଗ କରୁଛି। ଏଇଟା ଗଲା 6 ନମ୍ବର। 6 ନମ୍ବର କଣ କହିଲେ, ସମାଲୋଚନା ଗୁଡ଼ିକୁ ସିଏ ତାଙ୍କର ଯୋଉ ଗର୍ବ ଶୂନ୍ୟ ଅଭିପ୍ସା ରହିଛି ତା ପାଇଁ ଏକ ସ୍ୱାଗତ ଯୋଗ୍ୟ ଇନ୍ଧନ ବୋଲି ସିଏ ସ୍ୱାଗତ ଯୋଗ୍ୟ ଇନ୍ଧନ ଯୋଗାଇ ଦଉଥିବ। ମନେକର ଯୋଉ ଚିନ୍ତା କରନ୍ତୁ, ଆମେ ଆମେ ଗୋଟେ ଜିନିଷ ଚୋରି କରିଛନ୍ତି। ଯେମିତି ଆମେ କଥା କୁହନ୍ତି, ଜଣେ ମା କହିଲା ବୁଝିଲ ମୋ ପିଲା ନୁ ଏବେଠାରୁ ରୋଜଗାର କଲାଣି, ଏବେ ସ୍କୁଲରେ ପଢୁଛି କିନ୍ତୁ ରୋଜଗାର କଲାଣି। କଣ ନା ତା ପାଇଁ ଆଉ ପେନ୍ ଖାତା ବହି କିଣିବାକୁ ପଡୁନି। କାହିଁକି ନା ସେ ତ ରୋଜଗାର କରି ଖାତା କଲମ ବହି ନେଇ ଆସୁଛି। ଦେଖିଲା କଣ ନା ସେ କାହାଠାରୁ ଚୋରି କରି ନେଇଯାଉଛି। ତାକୁ ଯଦି ସେଇ ସମୟରେ ଏଇ କଥା କହିବେ ତାହେଲେ ସେ ପ୍ରଶଂସା ପାଇଲା, ଯେ ଯାହା ହଉ ତାହେଲେ ମୁଁ ଆହୁରି କେତେ ସୁନ୍ଦର ଭାବରେ ଚୋରି କରିବି। ସେ ଚୋର ସୁନ୍ଦର ଚୋରଟିଏ ହବ, ତାପରେ ହୁଏତ ଡକାୟତ ହବ, ତାପରେ ହୁଏତ ହତ୍ୟାକାରୀ ହବ। କିନ୍ତୁ ଯେତେବେଳେ ପ୍ରଥମ ଦିନ ଯେତେବେଳେ ସେ କାହାର କଲମ ନେଇକି ଘରକୁ ଯାଇଛି, ମା କହିଲା ପଚାରିଲା ଇଏ କଲମ କାହାର, ତା ପାଖରୁ ତୁ କେମିତି ଆଣିଲୁ? ଠିକ ଅଛି, ଯାହା ଯେମିତି ଆଣିଛୁ ବୁଝି ସାରିଲା ପରେ କହିବ କାଲି ଯିବୁ ତାକୁ ତା ପେନଟି ଫେରେଇବୁ ଏବଂ କ୍ଷମା ପ୍ରାର୍ଥନା କରିବୁ। ଏଇ ଯୋଉ ପଦକ୍ଷେପଟି, ଏଇ ପଦକ୍ଷେପଟି ତାର ଉନ୍ନତି ସାଧନ କରିବ। ତେଣୁ ଯେତେବେଳେ ମତେ କିଏ ସମାଲୋଚନା କରୁଛି, ସେତେବେଳେ ମତେ ସେ ଦେଖେଇ ଦଉଛି ଯେ ମୋ ଭିତରେ ଏଇ ଜାଗାରେ ଗୋଟେ ଦୁର୍ବଳତାଟି ରହିଯାଇଛି। ବା ଆମେ କହିପାରିବା ଧରାଯାଉ ଦେହରେ ଖଣ୍ଡିଆ ଟା ହେଇଥିଲା କିନ୍ତୁ ମୁଁ ଦେଖି ନାହିଁ, ମତେ ସିଏ ଜଣେ ଦେଖେଇ ଦେଲା, ଆରେ ବାବାରେ ତୋରି ଜାଗାରେ ଖଣ୍ଡିଆ ହେଇଛି ରେ, ତାକୁ ସଫା କରେ, ତା ଦେହରେ ଧୂଳି ପଡିଲାଣି, ଅଲସର ହେଇଯିବ, ସେପ୍ଟିକ ହେଇଯିବ, ଅଲସର ହେଇଯିବ। ମତେ ଦେଖେଇ ଦେଲା, ମୁଁ ଖୁସି ହେବି, ଯାହା ହଉ ରେ ମତେ ଦେଖେଇ ଦେଲା, ଖୁସି ହେବି ନା ଦୁଃଖ କରିବି? କିନ୍ତୁ ଯିଏ ସମାଲୋଚନା କରୁଛି ସେ ମତେ ଦେଖେଇ ଦଉଛି, ଗୋଟେ ଇନ୍ଧନ ଯୋଗଉଛି, ଆରେ ବାବା ତୋ ଜାଗାରେ ଏଇ ଜାଗାରେ ତୋର ଏବେ ବି ଦୁର୍ବଳତା ରହିଛି, ତା ଉପରେ ତୋର ଆହୁରି ବିଜୟ ହାସଲ କରିବାର ଅଛି, ତେବେ ତୁମେ ତା ଉପରେ ଖୁସି ହବ। ତାପରେ 7ରେ ତେଣିକି ତୁମକୁ ଆଉ କୌଣସି କଥା ନିରାଶ ଲାଗିବ ନାହିଁ। ତାମାନେ ନିରାଶ ଆମ ପାଖରେ ପଶିବ ନାହିଁ। 8ରେ କହୁଛନ୍ତି ଅନ୍ୟମାନଙ୍କର ଶତ୍ରୁତା ମଧ୍ୟ ତୁମକୁ କୌଣସି ପ୍ରକାର କ୍ଷୁର୍ଣ୍ଣ ବି କରିଦେବ ନାହିଁ। ତାମାନେ ତୁମ ପ୍ରତି କାହାର ଶତ୍ରୁତା ଭାବ ବି ତମକୁ କ୍ଷୁର୍ଣ୍ଣ କରିଦେବ ନାହିଁ। 9ରେ କହୁଛନ୍ତି କୌଣସି ପ୍ରକାର ବ୍ୟସ୍ତ ହୋଇ ନ ପଡି ସେଇଗୁଡ଼ିକୁ ଅନ୍ତତଃ ପ୍ରତ୍ୟାଖ୍ୟାନ ବା ଉପେକ୍ଷା କରିଦେଇ ପାରିବ। ଯୋଉ ବାହ୍ୟ ଗତିବିଧି ଗୁଡିକ ଯୋଉ ଗୁଡାକ ମତେ ବ୍ୟସ୍ତ ବିଚଳିତ କରୁଛନ୍ତି, ତମେ ତାକୁ କଣ କରିପାରିବ, ସେଥିରେ ବ୍ୟସ୍ତ ନ ହେଇକିରି ତାକୁ ପ୍ରତ୍ୟାଖ୍ୟାନ କରିପାରିବ। କିଛି ନହେଲେ ପ୍ରତ୍ୟାଖ୍ୟାନ ନ କରିକି ହେଲେ ଉପେକ୍ଷା କରିପାରିବ, ମାନେ ଇଗ୍ନୋର କରିପାରିବ, ରିଜେକ୍ସନ କରିପାରିବ ବା ଇଗ୍ନୋର କରିପାରିବ। 10ରେ କହୁଛନ୍ତି ଖୁବ ବେଶୀ ହେଲେ ତୁମେ ତାହାକୁ ତୁମର ବର୍ତ୍ତମାନ ପୁନରୁଜ୍ଜୀବିତ ବଞ୍ଚିତ ଅବସ୍ଥାଟି ବିଷୟରେ ସଜ୍ଞାନ ହେବା ଲାଗି ତଥାପି ଆଉ ଗୋଟିଏ ପ୍ରମାଣ ରୂପେ ହିଁ ଗ୍ରହଣ କରିବ। ପରମ ସତ୍ତାଙ୍କ ପରମ ଦିବ୍ୟ ସତ୍ତାଙ୍କ ପାଖରେ ନିଜକୁ ସମର୍ପିତ କରିଦେଇ ଆପଣାର ସୀମା ଗୁଡିକୁ ଅତିକ୍ରମ କରି ଯିବା ପାଇଁ ତାହା ତୁମକୁ ଯଥେଷ୍ଟ ଉତ୍ସାହ ଦେଇଛି। ସେଇଠି ଆମକୁ ଉତ୍ସାହ ଦେଇଯିବ। 11 କହୁଛନ୍ତି ପ୍ରସନ୍ନ ବଦନରେ ଆପଣାର ଯାବତୀୟ ଅସୁବିଧା ଓ ବାଧାର ସମ୍ମୁଖୀନ ହେବା ଲାଗି ତୁମେ ସମର୍ଥ ହବ। କାରଣ ଆମ ଭିତରେ ସାମର୍ଥ୍ୟ ଆସିଯିବ ଯାବତୀୟ ଅସୁବିଧା ଆଉ ବାଧାକୁ ସମ୍ମୁଖୀନ ହବା ପାଇଁ। ପୁଣି କେମିତି? ହସି ହସିକା। ହସି ହସିକା ମାନେ ଏଇ ଯୋଉ ବଲ ବଲ ବେହା ଭଳିଆ ନୁହେଁ। ହସି ହସିକା ହଉଛି ପ୍ରସନ୍ନ ବଦନରେ, ମାନେ ନିଜେ ନିରାଶ ନ ହେଇ, ହତାଶ ନ ହେଇ, ସ୍ୱତଃସ୍ଫୂର୍ତ୍ତ ଭାବରେ, ସ୍ୱାଭାବିକ ଭାବରେ, ଆନନ୍ଦର ସହିତ ଯେକୌଣସି ବାଧା ଅସୁବିଧା ଅଛି ତାକୁ ଫେସ୍ କରିବାକୁ ଆନନ୍ଦର ସହିତ ଆମ ଭିତରେ ସାମର୍ଥ୍ୟ ଆସିଯିବ। କହୁଛନ୍ତି ବାଧାର ସମ୍ମୁଖୀନ ହେବା ଲାଗି ସମର୍ଥ ହେବ।
ତୁମେ କେବଳ ସହାସ୍ୟରେ ସେଇଟାକୁ ବର୍ଣ୍ଣନା କରିବା ଯାଇ କହୁଛନ୍ତି, ତୁମେ କେବଳ ସହାସ୍ୟରେ ଯାବତୀୟ ବ୍ୟର୍ଥତା ଭାବକୁ ଆପଣା ଭିତରୁ ନିକାଲି ଦେଇପାରିବ। କହୁଛନ୍ତି ତମେ ଆରାମ ସେ ତାକୁ ନିକାଲି ଦେଇପାରିବ ବା ବିଦା କରିଦେଇ ପାରିବ। ଇଏ ଗଲା 11 ନମ୍ବର। 12 ନମ୍ବରରେ କହୁଛନ୍ତି କଣ କହିଲେ? ସେତେବେଳେ ଶହ ଶହ ଭୁଲ କରି ମଧ୍ୟ ତୁମେ ସେଥିରେ ବିଚଳିତ ହୋଇପଡିବ ନାହିଁ। ପ୍ରସନ୍ନ ମନରେ ତୁମେ ପ୍ରକୃତରେ ଭୁଲ କରି ପକାଇଛ ବୋଲି ହୃଦୟଙ୍ଗମ କରିପାରିବ। କଣ କହିଲେ? ତମେ ହୃଦୟଙ୍ଗମ କରିପାରିବ ଯେ ତୁମେ ଯୋଉଗୁଡା କରିଛ ତାହା ସବୁ ଭୁଲ ବୋଲି। ହୃଦୟଙ୍ଗମ ସମସ୍ତେ କରିପାରନ୍ତି ନାହିଁ। ଯେପର୍ଯ୍ୟନ୍ତ ଜଣେ ହୃଦୟଙ୍ଗମ କରିନାହିଁ ଯେ ସେଇଟା ତାର ଭୁଲ ବୋଲି, ତେବେ ତାହା ଯେ ବଦଳିବାର ଦରକାର ସେ କାହିଁକି ଭାବିବ? କାହିଁ ଭାବିବ କହୁନ? ଯେ ପର୍ଯ୍ୟନ୍ତ ମୁଁ ଭାବି ନାହିଁ ଯେ ଏଇ ସାର୍ଟଟି ମୋର ଯୋଉ ମଇଳା ହେଇଛି ସେଇଟା ପିନ୍ଧିବା ପାଇଁ ଅଯୋଗ୍ୟ, ସେ ପର୍ଯ୍ୟନ୍ତ ମତେ କାହିଁକି ଲାଗିବ ଯେ ଏ ସାର୍ଟ ଟା ବଦଳିବା ଦରକାର? କାହିଁ ସାର୍ଟ ଟା ତ ଭଲ ଅଛି। କୋଉଠି ମଇଳା? କାହିଁ ମଇଳା ନାଇଁ ତ। ତେଣୁ ଯେ ପର୍ଯ୍ୟନ୍ତ ନିଜେ ହୃଦୟଙ୍ଗମ ନ କରିଛି, ତେବେ ସେଇ ଭୁଲଟି ଯିଏ ପରିବର୍ତ୍ତନ ହବା ଜରୁରୀ ଏ ବିଷୟରେ ସେ ସଚେତନ ହେଇପାରିବ ନାହିଁ। ତେବେ ମାଙ୍କର କୃପା, ମାଙ୍କର ପାଇଁ ଯେତେ ସେ ପ୍ରାର୍ଥନା କଲେ ମଧ୍ୟ କୃପା ତା ଉପରେ କାମ କରିପାରିବ ନାହିଁ। ତେଣୁ କଣ କହିଲେ? ହୃଦୟଙ୍ଗମ କରିପାରିବ। ଭବିଷ୍ୟତରେ ତୁମେ ଆଉ ଥରେ ସେଇ ଭୁଲଟିକୁ କରିବ ନାହିଁ ବୋଲି ଠିକ ସେହିପରି ପ୍ରସନ୍ନ ଭାବରେ ହିଁ ନିଜ ପାଖରେ ସଂକଳ୍ପ କରିନେବ ଯେ ସେଇ ଏକା ଭୁଲ ଆଉ ଭବିଷ୍ୟତରେ କରିବ ନାହିଁ ବୋଲି ତୁମେ ସ୍ୱାଭାବିକ ଭାବରେ ସଂକଳ୍ପ କରିନେବ। ପ୍ରତିକୂଳ ଶକ୍ତି ଗୁଡିକ ହିଁ ଯାବତୀୟ ନୈରାଶ୍ୟ ତଥା ବିଷାଦର ଜନକ ରୂପେ କାର୍ଯ୍ୟ କରିଥାନ୍ତି ଏବଂ ତୁମକୁ ଏକ ବିଷାଦ ପୂର୍ଣ୍ଣ ନୁମୁଦ୍ରା ଭିତରେ ଆଣି ନିକ୍ଷିପ୍ତ କରିଦେଇ ପାରିଲେ ହିଁ ସେମାନେ ସବୁଠାରୁ ଅଧିକ ଆନନ୍ଦିତ ହୋଇଥାନ୍ତି। ପ୍ରତିକୂଳ ଶକ୍ତି ଗୁଡିକ ଆମ ଯୋଉ ନୈରାଶ୍ୟ ବିଷାଦର ହଉଛନ୍ତି ଜନକ। ତେଣୁ ଆମ ଭିତରେ ଯେତେବେଳେ ନିରାଶ ଭାବ ଆସୁଛି କିମ୍ବା ବିଷାଦ ଭାବ ଆସୁଛି, ତାମାନେ ଆମେ ଜାଣିବା ବର୍ତ୍ତମାନ ପ୍ରତିକୂଳ ଶକ୍ତି ମୋ ଭିତରେ କାର୍ଯ୍ୟ କରୁଛି, କାହିଁକିନା ସେ ହଉଛନ୍ତି ଏମାନଙ୍କର ଜନକ। ଏବଂ ବିଷାଦ ପୂର୍ଣ୍ଣ ମୁଦ୍ରା ଭିତରେ ଆଣି ନିକ୍ଷିପ୍ତ କରିଦେଇ ପାରିଲେ ହିଁ ସେମାନେ ସବୁଠୁ ଅଧିକ ଆମକୁ ପୁରା ବିଷାଦ ଗ୍ରସ୍ତ କରିଦେଲେ ହିଁ ସେମାନେ ଖୁସି ହେବେ, ଯାହା ହଉ ବଢିଆ ହେଇଛି। କାଲି ଆମେ କଥା ହଉଥିଲେ ସେଇ ଯୋଉ ପ୍ରାଣୀଙ୍କ ସତ୍ତା ଗୁଡିକ ସେମାନେ ଏଇଥିରୁ ଯୋଉ ଶକ୍ତି ଗୁଡାକ ଉଚ୍ଛୁରିତ ହେଇକି ଯାଏ ତାକୁ ସେମାନେ ଖାଇକରି ହିଁ ସେମାନଙ୍କର ତିଷ୍ଠି ରହିଛି, ଏଇଟା ହଉଛି ସେମାନଙ୍କର ଆହାର। ଯେ ଅନ୍ୟମାନଙ୍କୁ ଚିଡେଇବା, ଜଣେ ଚିଡେଇଲେ ଏଇ ଯୋଉ ଚିଡୁଛି ସେଠି ଯୋଉ ଏନର୍ଜି କ୍ଷୟ ହଉଛି ସେଇଟାକୁ ସିଏ ଗ୍ରହଣ କରନ୍ତି ତାଙ୍କର ଖାଦ୍ୟ ରୂପେ। ତେଣୁ ତୁମେ ସହାସ୍ୟ ବଦନରେ ହିଁ ନିଜର ଅସୁବିଧା ଗୁଡିକର ସମ୍ମୁଖୀନ ହୁଅ। ରୂପାନ୍ତର ମାର୍ଗରେ ଯେଉଁ ପ୍ରତିବନ୍ଧକ ଗୁଡିକ ତୁମର ମାର୍ଗ ଅବରୋଧ କରି ରହିଛନ୍ତି, ତୁମେ ଠିକ ସେଇପରି ସହାସ୍ୟ ବଦନରେ ହିଁ ସେଗୁଡିକର ବିରୋଧ କର। ଶତ୍ରୁର ମୁହଁ ଉପରେ ହସି ଦେଇ ପାରିବା ହିଁ ହେଉଛି ଶତ୍ରୁକୁ ବିନାଶ କରିବାର ସର୍ବୋତ୍ତମ ଉପାୟ। ତୁମେ ହୁଏତ ଦିନ ଦିନ ଧରି ତା ସହିତ ଧସ୍ତାଧସ୍ତି କରୁଥିବ, ତା ସହିତ ଯୁଝିବାରେ ଲାଗିଥିବ, ମାତ୍ର ତଥାପି ତାହା ଅକ୍ଷୁର୍ଣ୍ଣ ବୀର୍ଯ୍ୟରେ ତୁମ ଆଗରେ ଠିଆ ହୋଇ ରହିଥିବ। ମାତ୍ର ଥରେ ତାକୁ ଅନାଇ ଦେଇ ହସିବାକୁ ଚେଷ୍ଟା କର, ଦେଖିବ ଆଉ ସିଏ ସେଠି କଦାପି ରହିବ ନାହିଁ, ସଙ୍ଗେ ସଙ୍ଗେ ଦୌଡି ପଳାଇବ। ତୁମେ ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ଏହିପରି ହସି ପାରୁଥିବ ଏବଂ ଦିବ୍ୟ ପରମ ସତ୍ତାଙ୍କ ନିକଟରେ ଅଟଳ ବିଶ୍ୱାସ ରଖିଥିବ। ତାହା ହିଁ ତୁମକୁ ଯେଉଁ ଅପାର ବଳ ଆଣି ଦେଇଯିବ, ତୁମେ ତାହାରି ଦ୍ଵାରା ସବୁ କିଛିକୁ ପ୍ରତିହତ କରିପାରିବ। ତାର ଶତ୍ରୁର ବିହ କୁଆଡେ ଛିନଛତ୍ର ହୋଇଯିବ, ଶତ୍ରୁ ଶିବିରରେ ଆତଙ୍କ ଖେଳାଇଦବ ଓ ତୁମକୁ ବିଜୟ ମଣ୍ଡିତ କରାଇ ଆଗକୁ ମଧ୍ୟ ନେଇଯିବ। ତେଣୁ ଇଏ ଆମେ ଆଜି ଦେଖିଲେ ଯେ ପ୍ରାଣ ଯେତେବେଳେ ରୂପାନ୍ତରକାରିଣୀ ଶିଖାକୁ ପ୍ରଜ୍ୱଳିତ କରି ରଖି
ନିଜେ ପ୍ରୟାସରତ ସେଇ ଭୌତିକ କ୍ଷେତ୍ରରେ ବା ଭୌତିକ ସ୍ତରରେ ସେ କିପରି ନିଜକୁ ପ୍ରସ୍ତୁତ କରିପାରିବ ସେ ବିଷୟରେ ଆମେ ଆଲୋଚନା କଲେ, ଲକ୍ଷଣ ଗୁଡାକୁ ଆଲୋଚନା କଲେ। ତେଣୁ ଆମେ ତାକୁ ମନେ ରଖିବା ଏବଂ ନିଜର ସ୍ଥିତିକୁ ନିଜେ ଜାଣିବା ଏବଂ ଯାହା ଆମ ପାଖରେ ସ୍ଥିତିର ବିବରଣୀ ଆମ ପାଖରେ ଅଛି ତାକୁ ନେଇକି ଦିବ୍ୟଜନଙ୍କ ପାଖରେ ଅତିମାନସ ଶକ୍ତିର ସେ ହଉଛନ୍ତି ଅଧିଷ୍ଠାତ୍ରୀ, ରୂପାନ୍ତରକାରିଣୀ ଶକ୍ତି। ତେଣୁ ତାଙ୍କ ନିକଟରେ ତୁମେ ନିଜକୁ ପୂର୍ଣ୍ଣ ଭାବରେ ସମର୍ପି ଦେଇ ତାଙ୍କୁ ତୁମ ଭିତରେ କାମ କରିବା ପାଇଁ ସୁଯୋଗ ଦେବା। ଲାଷ୍ଟ ଲାଇନ ଟା ଟିକେ ପଢି ଦେଇକି ସାରିଛେ। ତାହାହିଁ ତୁମକୁ ଯେଉଁ ଅପାର ବଳ ଆଣି ଦେଇଥିବ, ତୁମେ ତାହାରି ଦ୍ୱାରା ସବୁକୁ ପ୍ରତିହତ କରିଦେଇ ପାରିବ। ତଦ୍ୱାରା ଶତ୍ରୁର ବ୍ୟୁହ କୁଆଡେ ଛିନ ଛତ୍ର ହୋଇଯିବ, ଶତ୍ରୁ ଶିବିରରେ ଆତଙ୍କ ଖେଳାଇଦେବ ଓ ତୁମକୁ ବିଜୟ ମଣ୍ଡିତ କରି ଆଗକୁ ମଧ୍ୟ ନେଇଯିବ। ଆମେ ଆସନ୍ତା କାଲି ଆଲୋଚନା କରିବା ଯଥାର୍ଥ ଭାବରେ ଦୀକ୍ଷିତ ପ୍ରାଣିକ ଉପଲବ୍ଧି କଣ, ବା ପ୍ରାଣିକ ଯୋଉ ଦୀକ୍ଷିତ ହେଇଛି ଯଥାର୍ଥ ଭାବରେ ଦୀକ୍ଷିତ ପ୍ରାଣିକ ସତ୍ତାଟି ର ଲକ୍ଷଣ କଣ, ଉପାୟ କଣ, ଇତ୍ୟାଦି ଇତ୍ୟାଦି ଆମେ ଆସନ୍ତା କାଲି ଆଲୋଚନା କରିବା। ମା। Ma. Thank you all. Bye.